ଥିଲେ ଏବଂ ତାଙ୍କର ମିସେସ୍ ବିଜୟା ଗୁପ୍ତା ଯିଏ ମଧ୍ୟ ଆମର NSD ର ଛାତ୍ରୀ। ଆପଣମାନେ ବିଜୟ ମହାନ୍ତିଙ୍କୁ ଜାଣିଛନ୍ତି, ନସିରୁଦ୍ଦିନ ସାହ, ଏମାନେ ସବୁ ଆମ ବିଜୟା ଗୁପ୍ତାଙ୍କର କ୍ଲାସମେଟ୍ ଥିଲେ। ତେଣୁ ଏମାନେ ଯେତେବେଳେ ଭୁବନେଶ୍ୱରକୁ ଆସିଥିଲେ 75 ମସିହାରେ, ସେ ଯେଉଁ ଗୁପ୍ତା ଆମ ସଙ୍ଗ ଆଣ୍ଡ ଡ୍ରାମା ଡିଭିଜନର ସେତେବେଳେ ମ୍ୟାନେଜର ଭାବରେ ଏଠି ଜଏନ୍ କରିଥିଲେ। ଆଉ ସେଇ ଦିନଠୁ ହିଁ ସେ ଆରମ୍ଭ କରିଥିଲେ ଏଇ ସଂସ୍ଥା ଭୁବନେଶ୍ୱରଠାରେ। ଆମେ ସେତେବେଳେ ପାଠ ପଢ଼ୁଥିଲୁ ଡ୍ରାମା କଲେଜରେ। ଡ୍ରାମା କଲେଜରେ ଆମେ ସବୁ ପ୍ରଥମ ବ୍ୟାଚ୍ରେ ଥିଲୁ। ସେତେବେଳେ ମନୋରଞ୍ଜନ ଦାସ ଯିଏକି ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ, ସେତେବେଳେ ସେ ଆମକୁ ଗୋବିନ୍ଦ ଗୁପ୍ତାଙ୍କ ସହ ପରିଚୟ କରିଦେଇଥିଲେ ଏବଂ ସେଦିନଠୁ ହିଁ ଆମେ ତାଙ୍କ ସାଙ୍ଗରେ ଜଡ଼ିତ ହେଲୁ ଏବଂ ଏଇ ସଂସ୍ଥା ସାଙ୍ଗରେ ଜଡ଼ିତ ହୋଇ ଆରମ୍ଭ କରିଥିଲୁ। ଯାହା ହଉ ଖୁସିର କଥା, ୟା ଭିତରେ 50 ବର୍ଷ ବିତିଗଲାଣି ଏବଂ ଆମେ ତାର ଆଜି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ଯାଉଛୁ। ଏହି ଅବସରରେ ଆମମାନେ ଆଜି ଆମର ଯେଉଁ ଅନୁଷ୍ଠାନର ଯେଉଁମାନେ ବିଶିଷ୍ଟ ଆଡଭାଇଜର ବା ଆମର ଉପଦେଷ୍ଟା ଥିଲେ, ସେମାନଙ୍କୁ ଆଜି ଆମେ ସ୍ମରଣ କରୁଛୁ। ତା ଭିତରେ ଆମର ମନୋରଞ୍ଜନ ଦାସ ଥିଲେ, ଡକ୍ଟର ଶରତ ପୂଜାରୀ ଥିଲେ, ବିଜୟ ମହାନ୍ତି ସାର୍ ଥିଲେ, ଅଜିତ ସାର୍ ଥିଲେ, ଏମିତି କହି ବସିଲେ ଅନେକ ଥିଲେ ଏବଂ ତାଙ୍କ ସାଙ୍ଗରେ ଆଜି ଆମ ସାଙ୍ଗରେ ଆମ ଗହଣରେ ଯେଉଁମାନେ ଅଛନ୍ତି ମୁଁ ତାଙ୍କର ପରିଚୟ କରୁଛି। ମୋ ବାଁ ପାଖରେ ଯିଏ ଅଛନ୍ତି ଶ୍ରୀଯୁକ୍ତ ସଞ୍ଜୀବ ଚନ୍ଦ୍ର ହୋତା, ସେ ଆମର ଚିଫ୍ ଆଡଭାଇଜର ଅଛନ୍ତି ଆମର ଇଣ୍ଟରନ୍ୟାସନାଲ ଥିଏଟରର ଏବଂ ତାଙ୍କ ପାର୍ଶ୍ୱରେ ଅଛନ୍ତି ନରେନ୍ଦ୍ର କୁମାର ମିଶ୍ର, ଯିଏକି ଆପଣମାନେ ଜାଣିଥିବେ ପୂର୍ବତନ ଆମର ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଏବଂ ତାଙ୍କ ସାଇଡ଼ରେ ହେଉଛନ୍ତି ଆମ ଡ୍ରାମା ସ୍କୁଲର ଛାତ୍ର, ସିଏ ହେଉଛନ୍ତି ସୁବୋଧ ପଟ୍ଟନାୟକ। ସିଏ ନାଟ୍ୟ ଚେତନାର ମୁଖ୍ୟ ହେଲେ ବି ଇଣ୍ଟରନ୍ୟାସନାଲ ଥିଏଟର ସାଙ୍ଗରେ ଦୀର୍ଘ 25-30 ବର୍ଷ ଧରି ସେ ଆମ ସାଙ୍ଗରେ ଜଡ଼ିତ ଏବଂ ମୋର ଡାହାଣ ପାର୍ଶ୍ୱରେ ବନ୍ଧୁ ସତ୍ୟବ୍ରତ ରାଉତ, ଯିଏ ବି NSDN ଏବଂ ସିଏ ବି ଆମ ଡ୍ରାମା ସ୍କୁଲରେ ଏଠି ପାଠ ପଢ଼ୁଥିଲେ। ଏଠୁ NSDକୁ ଯାଇଥିଲେ, ପରବର୍ତ୍ତୀ କାଳରେ ସେ ହାଇଦ୍ରାବାଦରେ ପ୍ରଫେସର ଭାବରେ ସେ ଏଇ ଡ୍ରାମା ଡିପାର୍ଟମେଣ୍ଟରେ ସେ ଅନେକ ଛାତ୍ରଙ୍କୁ ସେ ପାଠ ପଢ଼େଇଛନ୍ତି ଏବଂ ଇତିମଧ୍ୟରେ ସେ ରିଟାୟାର୍ଡ କଲା ପରେ ଆସି ଭୁବନେଶ୍ୱରରେ ଅବସ୍ଥାନ କରୁଛନ୍ତି। ମୋଟାମୋଟି ଭାବେ ଆଜି ଆମର ଇଣ୍ଟରନ୍ୟାସନାଲ ଥିଏଟରରେ ଆମମାନେ ସମସ୍ତେ ଜଡ଼ିତ, ଆହୁରି ଅନେକ ଅଛନ୍ତି। ଯେଉଁ ବିଷୟ ନେଇକରି ମୁଁ ସେସବୁ ଏତେ ଦୀର୍ଘ ଭାବରେ କହିବା ପାଇଁ ଚାହୁଁନାହିଁ। ଆମେ ଆମର ଯେଉଁ ଗୋଟେ ପ୍ରୋଫାଇଲ ଏଠି ଆପଣମାନଙ୍କୁ ମାନେ ଦିଆଯାଇଛି, ସେଠି ଆମର ୱାନ୍ ଲାଇନ୍ ଦେଖିଲେ ଆପଣ 50 ବର୍ଷର ଇତିହାସ ନିଶ୍ଚିତ ଭାବରେ ଅନୁମାନ କରିପାରିବେ। ମୂଳ ଲକ୍ଷ୍ୟ ଥିଲା ଆମର ଓଡ଼ିଶାରେ ନାଟ୍ୟ ଆନ୍ଦୋଳନ। 75 ମସିହାରେ ପ୍ରାୟ ନାଟକ ହେଉନଥିଲା, ସଂସ୍ଥାମାନେ ବହୁତ କମ୍ ଥିଲେ। ସେତେବେଳେ ଆମେ ଏଇ ଯେଉଁ ନାଟ୍ୟ ଆନ୍ଦୋଳନ ଆରମ୍ଭ କଲୁ, ତାକୁ ବେଶ କରି ସେତେବେଳେ ଆମେ ସବୁ ବିଭିନ୍ନ ରକମର ମାନେ ନୂଆ ଧରଣର ନାଟକ ଏଠି ପରିବେଷଣ କରିବା ଆରମ୍ଭ କରିଥିଲୁ। ପ୍ରଥମ ଥିଲା ଆମର ଚୁପ୍ କୋର୍ଟ ଚାଲିଛି, ଯେଉଁଟାକି ବିଜୟ ତେନ୍ଦୁଲକର ଗୋଟେ ବହୁତ ପ୍ରସିଦ୍ଧ ନାଟକ, ତାର ଓଡ଼ିଆ ରୂପାନ୍ତର ହେଇଥିଲା ଏବଂ ସେଇଠୁ ହିଁ ଆମର ଅଭିଯାନ ଆରମ୍ଭ ହୋଇଥିଲା। ତାପରେ ପରେ ଆମେ ଅନେକ ଏଠି ନାଟକ କରିଛୁ ଏବଂ ଭିନ୍ନ ସ୍ୱାଦର ନାଟକ ହେଇଛି। ସେତେବେଳେ ଆମର ନାଟକ ଯେମିତି ସାଇନ୍ସ ଲାବୋରେଟୋରୀରେ ସବୁ ଏକ୍ସପେରିମେଣ୍ଟ କରାଯାଏ, ସେମିତି ସେତେବେଳେ ଥିଏଟରରେ ମଞ୍ଚରେ ଆମେ ସବୁ ପ୍ରୟୋଗ କରିଥିଲୁ ଏବଂ ଆମର ଉଦ୍ଦେଶ୍ୟ ଥିଲା କେବଳ ଆମର ଇଣ୍ଟରନ୍ୟାସନାଲ ଥିଏଟରର ନାଟକ ପରିବେଷଣ କରିବା ନୁହେଁ, ଆମେ ସୃଷ୍ଟି କରିବାକୁ ଚାହୁଁଥିଲୁ ନୂତନ କଳାକାର, ନୂତନ ସଂସ୍ଥା, ନୂତନ ଢଙ୍ଗର ନାଟକ ପରିବେଷଣ କରିବା ଏବଂ ତାକୁ ପରବର୍ତ୍ତୀ କାଳରେ ଆମର ଯେଉଁମାନେ ସେତେବେଳେ ଆମର ବନ୍ଧୁମାନେ ଥିଲେ, ସେମାନେ ଧୀରେ ଧୀରେ ତାଙ୍କର ନାଟକ ସଂସ୍ଥା ଆରମ୍ଭ କଲେ, ନାଟକ ପରିବେଷଣ କଲେ ଏବଂ ଆଜି 50 ବର୍ଷ ପରେ ଆପଣମାନେ ଦେଖୁଛନ୍ତି ଓଡ଼ିଆ ନାଟକ କୋଉ ସ୍ତରକୁ ଗଲାଣି। ସେତେବେଳେ ଯାହା ଥିଲା ଆଜି ନିଶ୍ଚିତ ଭାବରେ ପରିବର୍ତ୍ତନ ହେଇଛି ଏବଂ ଆମର ଯେଉଁ ଉଦ୍ଦେଶ୍ୟ ଥିଲା ନ୍ୟାସନାଲ ଏବଂ ଇଣ୍ଟରନ୍ୟାସନାଲ ସ୍ତରକୁ ଓଡ଼ିଆ ନାଟକକୁ ନେବା, ସେଇଟା ଆଜି ସମ୍ଭବପର ହେଇପାରିଛି। ବନ୍ଧୁ ସତ୍ୟବ୍ରତଙ୍କର ନିଜର ସଂସ୍ଥା ବି ରହିଛି, ତାଙ୍କର ସ୍ପେସ୍ ଏକାଡେମୀ, ତା ମାଧ୍ୟମରେ ସେ ଆଜି ଟ୍ରେନିଂ ଦେଉଛନ୍ତି ଏବଂ ଆମ ସାଙ୍ଗରେ ସେ ଜଡ଼ିତ ଅଛନ୍ତି। ତାଙ୍କର ବି ସେଇ ଦୃଷ୍ଟିକୋଣ, ଆମ ସାଙ୍ଗରେ ସିଏ ଆଜି ଯୋଗଦାନ କରି ନିଶ୍ଚିତ ଭାବରେ ଧନ୍ୟବାଦର ପାତ୍ର ହେଇଛନ୍ତି ଏବଂ ଆମେ ସମସ୍ତେ ଏଇ 50ତମ ବର୍ଷରେ
प्रथम प्रयोग करने जाऊँ आमर डिसेम्बर मसरे 3 तारिख डिसेम्बर रु आम 7 तारिख पर्यंत रवीन्द्र मंडप एक नाट्य महोत्सव जातीय नाट्य महोत्सव परिकल्पना करिछु एवं आमे भारत विभिन्न स्थान विभिन्न नाट्य दल मान आमंत्रण करिछु सेमाने एठी आसी तांकर नाटक परिवेशन करिवे तत्सहित आम गोटे ओडिया नाटक मध्य सेठी शेष मंचस्थ करूँ मोटामोटी भाव यू आम वर्षव्यापी जो कार्यक्रम ओडिशा रे आमे आरंभ करिछु सेटा केवल भुवनेश्वर सीमित रहिबो नाही आमर जो 30 कोटी विभिन्न जिल्ला रे जो आमर सब शाखा मान रही सही जगार भी आमे आमर यही नाटक अभिनय ठू आरंभ करी नाटक प्रशिक्षण ठू आरंभ करी विभिन्न आलोचना चक्र आमर से सब कार्यक्रम रही आमर रिजनल स्तर रे नाटक उत्सव मध्य हब